ଜୟ ଜଗନ୍ନାଥ। ମୁଁ ରମେଶ ଚନ୍ଦ୍ର ନାୟକ ଜ୍ୟୋତିର୍ବିଦ୍ୟ। ଆପଣମାନଙ୍କୁ ପ୍ରତ୍ୟେକ ମାସ ରାଶିଫଳ ଜଣାଉଅଛି। ଆପଣମାନଙ୍କୁ ରାଶିଫଳ କିପରି ଲାଗିଲା ବର୍ତ୍ତମାନ ଆପଣ ମୋର ୟୁଟ୍ୟୁବ୍ ଚ୍ୟାନେଲକୁ ସବସ୍କ୍ରାଇବ୍ କରିବା ସଙ୍ଗେ ସଙ୍ଗେ କମେଣ୍ଟ ବକ୍ସକୁ ଅବଗତ କରାଇବେ। ବର୍ତ୍ତମାନ ଆସନ୍ତୁ ଦେଖିବା ଏଇ ତୁଳା ରାଶି ଏଇ ମାସଟି ଧନୁ ସଂକ୍ରାନ୍ତି ଠାରୁ ମକର ସଂକ୍ରାନ୍ତି ମାସଟି ଅର୍ଥାତ୍ ତୁଳା ରାଶିର 16/12/2025 ରେଖ ଠାରୁ 14/1/2026 ରେଖ ପର୍ଯ୍ୟନ୍ତ ଆପଣଙ୍କ ଏ ମାସଟି କିପରି କଟିବ ମୁଁ ତାହା ଆପଣମାନଙ୍କୁ ଅବଗତ କରାଉଛି। ବର୍ତ୍ତମାନ ଏ ତୁଳା ରାଶି ଅଧିପତି ହେଲେ ଶୁକ୍ର ଆଉ ଘାତବାର ଗୁରୁବାର ସଦୃଶା ନକ୍ଷତ୍ର ଦ୍ୱାଦଶୀ ତିଥି ଆଉ ତୃତୀୟ ଚନ୍ଦ୍ର ହେଲା ଆପଣଙ୍କର ତୃତୀୟ ଚନ୍ଦ୍ର। ଆପଣଙ୍କୁ ଏଇ ବର୍ତ୍ତମାନ କହିଲା ପରେ ବର୍ତ୍ତମାନ ଆସେ କହୁଛି ତୁଳା ରାଶିର ବର୍ତ୍ତମାନ ଜନ୍ମ ଘରେ ବା ତନୁ ଘରେ ଚନ୍ଦ୍ର ଅବସ୍ଥାନ କରୁଛନ୍ତି। ଚନ୍ଦ୍ର ଅବସ୍ଥାନ କଲେ କ'ଣ ହୁଏ? ଶୁଭ କାର୍ଯ୍ୟ କରେ। ଶାସ୍ତ୍ର କହୁଛି ଶ୍ରୀଚନ୍ଦ୍ରେ ଭଗତ ଲକ୍ଷ୍ମୀ ବ୍ୟବସାୟ ରୋଜଗାର ହେବ, ଶୁଭାଶୁଭ ଖବର ପାଇବେ, ଶାନ୍ତି ଲାଗିବ ଏବଂ ପରିବାର ଶାନ୍ତି ଲାଗିବ। ଆପଣ ଯୁଆଡ଼କୁ ଯିବେ ବାହାରକୁ ଗଲେ ଆପଣଙ୍କୁ ସାଟିସ୍ଫ୍ୟାକ୍ସନ୍ ଲାଗିବ। ଆପଣ ଦ୍ୱିତୀୟ ଘର ଆସନ୍ତି ତୁଳା ରାଶିର ଦ୍ୱିତୀୟ ଘର ଆପଣଙ୍କ ଧନ ଭାବ ଫଳ। এই ଧନ ଭାବ ଫଳ ଏ ଦୁଇଟି ଗ୍ରହ ଅବସ୍ଥାନ କରିଛନ୍ତି। ଦୁଇଟି ଗ୍ରହ ହେଲେ ଶୁକ୍ର ମହାପ୍ରଭୁ ଅବସ୍ଥାନ କରିଛନ୍ତି ଏବଂ ବୁଦ୍ଧ ମଧ୍ୟ ଅବସ୍ଥାନ କରିଛନ୍ତି। ଧନ ଭାବ ଗ୍ରହ ଶୁକ୍ର ପ୍ରତିଦିନ ଏ ଶୁକ୍ର ମହାପ୍ରଭୁ ଏ ଗୋଟିଏ ରାଶିରେ 25 ଦିନ ଅବସ୍ଥାନ କରନ୍ତି। ଏହା 14 ଦିନ ପରେ ଆପଣଙ୍କୁ ଶୁଭଫଳ ପ୍ରଦାନ କରନ୍ତି। ବୁଦ୍ଧ ଗୋଟିଏ ରାଶି ଆପଣଙ୍କର 18 ଦିନ ଅବସ୍ଥାନ କରନ୍ତି। ଏହା 7 ଦିନ ପରେ ଆପଣଙ୍କୁ ଶୁଭଫଳ ପ୍ରଦାନ କରନ୍ତି। ବର୍ତ୍ତମାନ ଆପଣଙ୍କ ଦ୍ୱିତୀୟ ଶୁକ୍ର ଥିବାରୁ ଧନ ଲାଭ। ଶୁକ୍ର ହେଲେ ଜାତିଶ୍ରେଷ୍ଠ ବ୍ରାହ୍ମଣ ଜ୍ଞାନୀ ପଣ୍ଡିତ। ତେଣୁ ଶୁକ୍ର କ'ଣ କରିବେ ଆପଣଙ୍କୁ ଏ ମାସଟି ବର୍ତ୍ତମାନ ଏଇ ଶୁଭ ଫଳ ପ୍ରଦାନ କରିବେ, ଶୁଭ ଖବର ପାଇବେ। ଆପଣଙ୍କ ଆପଣଙ୍କ ଯେକୌଣସି କାର୍ଯ୍ୟ କରିବେ ପ୍ରତ୍ୟେକ କାର୍ଯ୍ୟରେ ଆପଣ ସିଦ୍ଧି କରିବେ ଓ ଦୁଇ ପଇସା ମଧ୍ୟ ଆପଣଙ୍କୁ ରୋଜଗାର ବଣ୍ଟନ ଦେବେ। ଏବଂ ଯେଉଁମାନେ ପାଠ ବିଦ୍ୟାର୍ଥୀମାନେ ଶୁକ୍ରରେ ପଣ୍ଡିତ ନା, ବିଦ୍ୟାର୍ଥୀମାନେ ବିଦ୍ୟାରେ ଉପକୃତ ହେବେ। ବୁଦ୍ଧ ଅଛନ୍ତି, ବୁଦ୍ଧ ମହାପ୍ରଭୁ ଅଛନ୍ତି। ବୁଦ୍ଧ ମହାପ୍ରଭୁ କ'ଣ କରିବେ? ଦ୍ୱିତୀୟ ଘରେ ଆପଣଙ୍କ ଅବସ୍ଥାନ କଲେ ହସ୍ତଗତ କାର୍ଯ୍ୟରେ ସଫଳ କରିବେ। ଯେଉଁ କାର୍ଯ୍ୟ ଆପଣଙ୍କର ଅସମ୍ପୂର୍ଣ୍ଣ କାର୍ଯ୍ୟ ତାକୁ ସମ୍ପୂର୍ଣ୍ଣ କରିବେ ଏବଂ ଶୁଭାଶୁଭ ମଧ୍ୟ ଫଳ ଦେବେ। ତେଣୁ ଶୁକ୍ରଙ୍କର ମିତ୍ର ଗ୍ରହ ହେଲେ ବୁଦ୍ଧ, ବୁଦ୍ଧଙ୍କର ମିତ୍ର ଗ୍ରହ ହେଲେ ଶୁକ୍ର। ତେଣୁ ଶୁକ୍ର ବୁଦ୍ଧ ଦୁଇଟି ଗ୍ରହ ଧନ ଭାବ ଘରେ ଥିବାରୁ ଆପଣଙ୍କୁ ବହୁତ ଗୁଡ଼ିଏ ଶୁଭ ଫଳ ପ୍ରଦାନ କରିବେ ଏବଂ ଯୁଆଡ଼େ ଯିବେ କାର୍ଯ୍ୟ ସିଦ୍ଧି ମଧ୍ୟ ନିଶ୍ଚୟ କରିବେ। ତାପରେ ଆସନ୍ତୁ ତୃତୀୟ ଘରେ ଭାତୃ ସମ୍ବନ୍ଧ ଘରେ ବର୍ତ୍ତମାନ ଧନୁ ଘର ଏଠି ମଙ୍ଗଳ ମହାପ୍ରଭୁ ଏବଂ ରବି ଦୁଇଟି ଗ୍ରହ ଅବସ୍ଥାନ କରିଛନ୍ତି। ଧନୁ ଘରେ ମଙ୍ଗଳ ଥିବାରୁ ମଙ୍ଗଳ କ'ଣ କରିବେ? ଗୋଟିଏ ଘର ଏ ଗୋଟିଏ ରାଶିରେ 1.5 ମାସ ଅବସ୍ଥାନ କରନ୍ତି। ଏହା 16 ଦିନ ପରେ ଶୁଭ ଫଳ ପ୍ରଦାନ କରନ୍ତି। ରବି ମାସିକିଆ ମାସଟି ଆପଣ କିପରି କଟେଇବ ଭାତୃ ସମ୍ବନ୍ଧ ଘରେ ତାହା ମୁଁ ଆପଣଙ୍କୁ ଜଣାଉଛି। ରବି ହେଲା କ'ଣ କରିବ? ଏ ରବି ବର୍ତ୍ତମାନ ଶାସ୍ତ୍ର କରୁଛି ତୃତୀୟ ସୁଖ। ଆପଣଙ୍କୁ ଏ ମାସଟି ରବି ମହାପ୍ରଭୁ ଆପଣଙ୍କୁ ସୁଖ ପ୍ରଦାନ କରିବେ ଏବଂ ଶୁଭାଶୁଭ ଫଳ ପ୍ରଦାନ କରିବେ। ଐଶ୍ୱର୍ଯ୍ୟ ଶକ୍ତି ବା ଐଶ୍ୱର୍ଯ୍ୟ ଧନ ପ୍ରାପ୍ତି ମଧ୍ୟ ଦେବେ। ମଙ୍ଗଳ ଅଛନ୍ତି, ଏ ମଧ୍ୟ ଅର୍ଥ ଲାଭ ଦେବେ ଏବଂ ମାଙ୍ଗଳିକ କାର୍ଯ୍ୟରେ ଆପଣଙ୍କୁ ସମ୍ପୂର୍ଣ୍ଣ ଭାବରେ ସହଯୋଗ କରିବେ। ମଙ୍ଗଳ ପ୍ରଥମେ ତୃତୀୟ ଘରେ ଥିବାରୁ ଭାଇ ଭିତରେ, ପରିବାର ଭିତରେ ଏବଂ ବନ୍ଧୁବାନ୍ଧବ ଭିତରେ, ସାଙ୍ଗସାଥି ଭିତରେ ଭାତୃ ସମ୍ବନ୍ଧ ଘରେ ଭଲ ସୁସମ୍ପର୍କ ରହିବା ସଙ୍ଗେ ସଙ୍ଗେ ମାଙ୍ଗଳିକ କାର୍ଯ୍ୟ କରିବେ। ମାଙ୍ଗଳିକ କାର୍ଯ୍ୟ କ'ଣ? ବିବାହ ବ୍ରତ କରିବେ। ମଙ୍ଗଳ ସର୍ବଦା ଚାହେଁ ଭୂମି ଲାଭ କରିବା ପାଇଁ। ସେ ଚାହେଁ ମୁଁ ସବୁବେଳେ ଭୂମି ଲାଭ କରି ଭୂମି କିଣିବି। ତେଣୁ ବର୍ତ୍ତମାନ ମଙ୍ଗଳ ଅବସ୍ଥାନ କରିପାରୁ ନିଶ୍ଚିନ୍ତ ଭାବରେ ଆପଣଙ୍କୁ ଭୂମି ଲାଭର ଯୋଗ ଅଛି। ଦ୍ୱିତୀୟରେ ହେଲା ମଙ୍ଗଳ ରବି ମଧ୍ୟ ଦୁଇଟି ଗ୍ରହ ଏକତ୍ରିତ ଥିବାରୁ ଶାସ୍ତ୍ର ପ୍ରତି ଯୋଡ଼ାକୁ ଘୋଡ଼ା ସରି ନୁହେଁ। ମଙ୍ଗଳ ରବି ଦୁଇଟି ଗ୍ରହ ଏକତ୍ରିତ ଥିବାରୁ ବହୁତ ସୁଖ ପ୍ରଦାନ କରିବ ଏବଂ କାର୍ଯ୍ୟ ସିଦ୍ଧି କରିବ। ଦୁଇ ପଇସା ରୋଜଗାର କରିବ। ଆପଣ ଯୁଆଡ଼େ ଯିବେ ସିଆଡ଼େ ସମ୍ମାନ ରୋଗ ଅଛି। ଜ୍ଞାନୀ ପଣ୍ଡିତ ହେବେ। ପଞ୍ଚମ ଘର ଆସନ୍ତୁ। ପଞ୍ଚମ ଘର ପୁତ୍ର ଭାବ ଫଳ ବା କୁମ୍ଭ ଘର ବର୍ତ୍ତମାନ ରାହୁ ମହାପ୍ରଭୁ ଅବସ୍ଥାନ କରୁଛନ୍ତି। ରାହୁ ହେଲା ପାପକାର କଥା। ରାହୁ ସର୍ବଦା ରହେ ହାଉକ କରିବା ପାଇଁ। ଏହା ଶରୀର ଭିନ୍ନ, କେବଳ ମସ୍ତିଷ୍କ। ରାହୁ ପ୍ରାଣ ପୀଡ଼ା କରିବ, ଅଶାନ୍ତି କରିବ, ଶାନ୍ତି ଦେବ ନାହିଁ। ଆଜ୍ଞା ଧନ ବ୍ୟୟ କରିବ, ବହୁତ ଚିଚିଡ଼ା ଲାଗିବ। ଘର ଭିତରେ ରହିଲେ ଚିଚିଡ଼ା ଲାଗିବ, ବାହାରକୁ ଗଲେ ଶାନ୍ତି। ରାହୁ ଏହିପରି ମଧ୍ୟ ଆପଣଙ୍କୁ ଭାବ କରିବ। ଷଷ୍ଠ ଘର ଆସନ୍ତି ରିପୁ ଘର, ଶତ୍ରୁ ଘର। ଶତ୍ରୁ ଘରେ ଆପଣଙ୍କ ଶନି ମହାପ୍ରଭୁ ଅବସ୍ଥାନ କରୁଛନ୍ତି।
ଶନି ଷଷ୍ଠରେ ଥିବାରୁ ଆପଣଙ୍କୁ ଯେତେ ଶତ୍ରୁ ଲାଗିଲେ ସୁଦ୍ଧା କିଛି ଆପଣଙ୍କର କରିପାରିବେ ନାହିଁ। ଶତ୍ରୁ ବହୁତ ଉଚ୍ଚରେ ଅଛନ୍ତି। ଏଇ ପୁହରେ ଶନି ଶାସ୍ତ୍ର କହୁଛି ଶନି ଷଷ୍ଠରେ ରହିଲେ କ'ଣ କରିବ? ଷଷ୍ଠେ ଦଶେ ଏକାଦଶ ଶନି ସର୍ବରିଷ୍ଟଙ୍କୁ ବିନଶକ୍ତି ଯେତେ ତାହାରିଷ୍ଟ ବାଧା ବିଘ୍ନାଶ ସୁଦ୍ଧା ଏ ଶନି ମହାଗ୍ରହ ସମସ୍ତ ପ୍ରକାର ଖଣ୍ଡନ କରିବେ ବୋଲି ଶାସ୍ତ୍ର ଯାହା କହୁଛି। ତାପରେ ନବମ ଘର ଆସନ୍ତୁ। ନବମ ଘର ଭାଗ୍ୟାଧିପତି ଘରେ ବୃହସ୍ପତି ମହାପ୍ରଭୁ ଅବସ୍ଥାନ କରିଛନ୍ତି। এই ନବମ ବୃହସ୍ପତି ଆପଣଙ୍କ ଥିବା ବହୁତ ଶୁଭାଶୁଭ କାର୍ଯ୍ୟ କରିବ। ବିବାହ, ବ୍ରତ, ଜମିବାଡ଼ି କିଣିବା, ଚାକିରି ନଥିଲେ ଚାକିରି କରିବା, ଚାକିରି କ୍ଷେତ୍ରରେ ପଦୋନ୍ନତି ଦେବା ଏବଂ ଅସମ୍ପୂର୍ଣ୍ଣ କାର୍ଯ୍ୟକୁ ସମ୍ପୂର୍ଣ୍ଣ କରିବା, ସୂତାର୍ଥ ଲାଭ, ପିଲା ଛୁଆ ହେଉନଥିବ ସୂତାର୍ଥ ଲାଭ ବୋଲି ଶାସ୍ତ୍ର ଯାହା କହୁଛି। ସୂତାର୍ଥ ଲାଭ ନବପଞ୍ଚକେଷୁ ନବମ ଘରେ ଥିବାରୁ ପିଲାପିଲି ହେବାର ସମ୍ଭାବନା ଅଛି ଯାହା ଶାସ୍ତ୍ର କହୁଛି ଏବଂ ବହୁତ ଶୁଭ ଫଳ ପ୍ରଦାନ କରିବ। ନବମ ଘରେ ଭାଗ୍ୟାଧିପତି ଥିବାରୁ ଏକାଦଶରେ ଆୟ ଭାବ ଫଳରେ ଆୟ ଭାବ ଫଳ ଏ କେତୁ ଅଛନ୍ତି। କେତୁ ଏକାଦଶ କେତୁ ହେଉଥିବାର ସବୁ ପ୍ରକାର ଶୁଭ ଫଳ ପ୍ରଦାନ କରିବ। କାରଣ ଏପଟେ ରାହୁ ରହିଲେ, ଏପଟେ ରାହୁ ପଞ୍ଚରେ ରହିଲେ ସୁତା କ୍ଷତି କଲେ ସୁଦ୍ଧା କେତୁ ଅଛନ୍ତି। ରାହୁ କେତୁ ଦୁଇ ଭାଇ ନା। କେତୁ ଆପଣଙ୍କ ଆୟ ଭାବ ଫଳରେ କେତୁ ଆପଣଙ୍କୁ ବହୁତ ଶୁଭ ଫଳ ପ୍ରଦାନ କରିବ। ଅସମ୍ପୂର୍ଣ୍ଣ କାର୍ଯ୍ୟ ସମ୍ପୂର୍ଣ୍ଣ କରିବ। କେତୁ ଶାସ୍ତ୍ର କହୁଛି ତୁଣ୍ଡରେ କୁହନ୍ତୁ ନାହିଁ। ଶାସ୍ତ୍ର କହୁଛି ତ୍ରିଶକ୍ତି ଦଶେ ଏକାଦଶ କେତୁ ସର୍ବରିଷ୍ଟଙ୍କୁ ବିନାଶ ଯେତେ ଯାହା ରିଷ୍ଟ ବାଧା ବିଘ୍ନାଶ ସୁଦ୍ଧା ସବୁ କେତୁ ମହାଗ୍ରହ ଖଣ୍ଡନ କରିବେ। ଏବଂ କର୍ମକ୍ଷେତ୍ରରେ ଅସୁବିଧାରେ ପଡ଼ିପାରନ୍ତି। ଆପଣ ଟିକେ ହୁସିଆର ରହିବେ। କାରଣ କର୍ମକ୍ଷେତ୍ର ଆପଣ ଯେଉଁ କାର୍ଯ୍ୟ କରୁଛନ୍ତି କର୍ମକ୍ଷେତ୍ରରେ ସାବଧାନ ରହିବେ ଏବଂ ଟିକେ ବାଦ ବିବାଦ ମଧ୍ୟ ସୃଷ୍ଟି ହେବାର ସମ୍ଭାବନା ରହିଛି। ବ୍ୟବସାୟ ଖୁବ୍ ଲାଭବାନ ହେବେ। ଜଲ୍ଦି ଦେଖି ମାଛ ଟିକେ ଚଳିବେ। କାରଣ ପାପ ଗ୍ରହ ରହୁଛନ୍ତି ଆପଣଙ୍କର କେତୁ, ରାହୁ। କେତୁ ବହୁତ ଶୁଭରେ ଅଛନ୍ତି, ପାପ ଗ୍ରହ ରାହୁ ରହୁଛନ୍ତି ହେଲା। ତେଣୁ ଆପଣ କ'ଣ କରିବେ? ମାନସିକ ଚିନ୍ତା ଟିକେ ବୃଦ୍ଧି ପାଇବା ସାଙ୍ଗେ ଅଶାନ୍ତି ପାଇବେ। ଭ୍ରମଣ ଯୋଗ ରହିଛି ଆପଣଙ୍କର। ବିଦ୍ୟାର୍ଥୀମାନେ ବିଦ୍ୟାରେ ସଫଳତା ଲାଭ କରିବେ। ଆପଣଙ୍କୁ କିପରି ଲାଗିଲା ମୋର ୟୁଟ୍ୟୁବ୍ ଚ୍ୟାନେଲକୁ ସବସ୍କ୍ରାଇବ୍ କରିବେ ଏବଂ ତାଙ୍କର କମେଣ୍ଟ ବକ୍ସକୁ ଅବଗତ କରାଇବେ। এই ତୁଳା ରାଶିରେ ବର୍ତ୍ତମାନ ଯେଉଁ ଗ୍ରହ ଆପଣଙ୍କର ଖରାପ ପଡ଼ିଛି ଆସନ୍ତା ସପ୍ତାହରେ ତାର ପ୍ରତିକାର ସମ୍ବନ୍ଧରେ ମୁଁ ଆପଣଙ୍କୁ ପୁଙ୍ଖାନୁପୁଙ୍ଖରେ ଅବଗତ କରାଇବେ। ମୋର ୟୁଟ୍ୟୁବ୍ ଚ୍ୟାନେଲକୁ ସବସ୍କ୍ରାଇବ୍ କରନ୍ତୁ, କମେଣ୍ଟ ବକ୍ସକୁ ଅବଗତ କରାନ୍ତୁ। ଜୟ ଜଗନ୍ନାଥ।